ଆପଣ ଖୋଜିକି ଫେରିକି ଆଣିଦେଲେ ମୋ ପିଲାର ଉପକୃତ ହବ ଆଜ୍ଞା ମତେ ଟିକେ ସାହାଯ୍ୟ କରନ୍ତୁ। ପୁଅର ସେମିତି କିଛି ଦାଗ କି କଣ ସିମ୍ବଲ ଅଛି ଦାଗ କିଛି ନାହିଁ ସାର୍, କିଛି ଦାଗ ନାହିଁ ତାର, କିଛି ସ୍ପଟ ନାହିଁ ତା ଦେହରେ? କିଛି ଦାଗ ନାହିଁ ତାର, କୌଣସି ଜାଗାରେ ବି ଦାଗ ନାହିଁ। ଆଜି କେତେ ଦିନ ହେଲାଣି ମୋ ପିଲା କୋଉଠି ଖାଇଲା କୋଉଠି ଶୋଇଲା ଆମେ କିଛି ଜାଣିପାରୁନୁ, ଆମକୁ ଟିକେ ସାହାଯ୍ୟ କରନ୍ତୁ। ଥାନାରେ ମଧ୍ୟ ଆପଣ ଟିକେ କୁହନ୍ତୁ ସେମାନେ ଯେପରି ଟିକେ ଖୋଜିକି ମୋ ପିଲାକୁ ବାହାର କରିଦେବେ, ଆମ ପାଖରେ ଦେବେ। ଆପଣଙ୍କୁ ଆମେ ଅନୁରୋଧ କରୁଛୁ, ଆମକୁ ଟିକେ ସାହାଯ୍ୟ କଲେ ନିହାତି ମୋ ପୁଅ ମିଳିଯିବ। ଆମର ଭରସା ଅଛି, ସେ କୁଆଡେ ଯାଏନି ମଧ୍ୟ ସାଙ୍ଗସାଥିରେ ବି ସେ ବୁଲେନି। ହେଲେ ମୋ ନାଁ ହଉଛି ମାନସୀ ନାୟକ। କଣ ହେଇଛି ମାଉସୀ ଆପଣ? ମୋର ପିଲା 20 ତାରିଖ ଦିନ ହଜିଲାଣି। ଆଉ ଆମେ ଥାନାରେ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ଏଫଆଇଆର କରିଛୁ। ଆଜି ପର୍ଯ୍ୟନ୍ତ ମୋ ପିଲାର କିଛି ଖୋଜ ଖବର ଆସୁନି। ଥାନା ବାଲା ମଧ୍ୟ ଖୋଜୁଛନ୍ତି। ପୁଅ ନାଁ କଣ ଥିଲା? ପୁଅ ନାଁ ହଉଛି ନମ୍ରଶୀଳ ନାୟକ। କାହିଁକି ସେ ଘରୁ ପଳେଇଲା ନା କି କିଡନାପ କଲା, କଣ ସନ୍ଦେହ କରୁଛନ୍ତି ଆପଣ? କିଛି ସନ୍ଦେହ ନାହିଁ ସାର୍, କାହା ସାଙ୍ଗରେ ବି ତାର ଝଗଡା ଝାଟି ଏମିତି କୌଣସି ନାହିଁ। ହେଲେ ସେ କଣ ପାଇଁ ପଳେଇଲା ମାନେ ମୁଁ ଗାଧେଇ ଯିବି କହିକି ମତେ 5 ଟଙ୍କା ଗୋଟେ ମାଗିଲା, ସେ ସକାଳେ ଯିବା ଲୋକ ଆଉ ଆସିଲା ନାହିଁ, ଫେରିଲା ନାହିଁ। ତାପରେ ଆମେ ସନ୍ଧ୍ୟା ପର୍ଯ୍ୟନ୍ତ ତାକୁ ଖୋଜିଲୁ, କୋଉଠି ବି ପାଇଲୁ ନାହିଁ ମଧ୍ୟ। ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ଆମେ ବି ଖୋଜୁଛୁ, ଆଉ ସାର୍ ମାନେ ମଧ୍ୟ ଖୋଜୁଛନ୍ତି। ଆଜି ପର୍ଯ୍ୟନ୍ତ ଖବର କିଛି ନାହିଁ। ଆପଣ ଘରେ କିଏ କିଏ ରୁହନ୍ତି? ମୋ ଘରେ ମୋ ପିଲାମାନେ, ମୁଁ ଆଉ ମୋ ସ୍ୱାମୀ। ତ ଆପଣଙ୍କ ସ୍ୱାମୀ କି ଆପଣ କି ତା ଭାଇ ଯିଏ କହୁଛନ୍ତି ତାଙ୍କୁ କିଛି ଗାଳି ଗୁଲଜ କରିଥିଲେ କି? କିଛି ଗାଳି ଗୁଲଜ କିଛି ନାହିଁ ସାର୍। ତାର ଟିକେ ମେଣ୍ଟାଲ ଇଏ ଥିଲା, ବହୁତ ବି ପ୍ରୋବ୍ଲେମ ତାର କିଛି ନାହିଁ। ସପ୍ତାହଟେ ହେଲା ସେ ନିଦ ଶୋଉନଥିଲା, ଖାଲି ରାତିରେ ବସିକି ସେ ଟିକେ ଗେମ୍ ଖେଳେ। ସେଥିପାଇଁ ଟିକେ ଆମେ ପାଟି କରୁ, ନହେଲେ କୌଣସି ବିଷୟରେ ଆମର ଝଗଡା ଝାଟି ଅଶାନ୍ତି ଏମିତି କିଛି ନାହିଁ। ମେଣ୍ଟାଲି ବିହେଭିୟର ତାର କେମିତି ଥିଲା? ସବୁ ଭଲ, ତାର କିଛି ଏମିତି ଖରାପ ବ୍ୟବହାର ନାହିଁ କି କୌଣସି ଝିଅ ମାନଙ୍କ ଚକ୍କରରେ ବି ସେ ନୁହଁ, କି କୌଣସି ଲୋକମାନଙ୍କ ସାଙ୍ଗରେ ବି ଶତ୍ରୁତା ସେ ନୁହଁ। ଆଉ ଆଜି କେତେ ଦିନ ହେଲାଣି ମୋ ପିଲାର କିଛି ଖବର ନାହିଁ ଆଜ୍ଞା। ଆପଣ ଟିକେ, ପୁଅର ବୟସ ହଉଛି 18। କହୁଛନ୍ତି ଆପଣ ସେ ମେଣ୍ଟାଲି ଭଳିଆ ଟିକେ ରାତିରେ ଶୁଏନି, ତ ଆକୁ ନେଇକି ଆପଣ ଡକ୍ଟର କନସଲ୍ଟ କରିଥିଲେ? ଡାକ୍ତର ଦେଖେଇଥିଲୁ ସାର୍, ଡାକ୍ତର ଦେଖେଇକି ବହୁତ ଦିନ ହେଲା ସେ ଭଲ ଥିଲା। ଏବେ ସପ୍ତାହଟେ ହେଲା ତାର ପୁରା ନିଦ ଆସୁନଥିଲା, ନିଦ ତାର ଆସୁନଥିଲା। କଣ ପାଇଁ ସେ ଆପଣଙ୍କୁ ସେମିତି କିଛି କହୁଥିଲା କି କଣ ପାଇଁ ଏମିତି ହଉଛି, କଣ ସେମିତି କିଛି କୁହେ ଆପଣଙ୍କୁ? ନାଇଁ କିଛି ନାହିଁ। ମୁଁ ପଚାରୁଛି ଆଉ ପୁଅ ତମେ କଣ ପାଇଁ ଏମିତି ହଉଛ? କାଇଁ ମୁଁ କଣ ହଉଛି, ମୁଁ ତ କିଛି ହଉନି, ମୁଁ ଭଲ ଅଛି। ତମକୁ ଦେଖିବା ପାଇଁ ସେମିତି ଲାଗୁଛି, ମତେ କିଛି ଲାଗୁନି, ମୁଁ କିଛି ହଉନି। ଆଉ ବେଳେ ବେଳେ ଟିକେ ହସୁଥାଏ। ନିଶା ଦ୍ରବ୍ୟ କିଛି ଖାଆନ୍ତି? ନିଶା ବୋଲି ସେ ଏବେ ବର୍ତ୍ତମାନ ଟିକେ ଖଇନି ଖାଉଥିଲା, ସେତିକି, ଆଉ କିଛି ଡ୍ରିଙ୍କସ ଫ୍ରିଙ୍କସ କିଛି କରନ୍ତି? ନାଇଁ ନା। କିଛି ଅଜାଣତରେ ସେମିତି କିଛି ଲୁଚାଣିଆ ମାନେ ସେମିତି କିଛି ଖାଉଥିଲେ କି ଯୋଉଟା କି ଲୁଚାଣିଆ ଆପଣ ସେ କଣ ଖାଏ ଜାଣିପାରିନଥିଲେ? କଣ ନାହିଁ ଆଜ୍ଞା ଆମେ ସେଇଟା କହିପାରିବୁନୁ। ସେ ସାଙ୍ଗସାଥି ହେଇକି ଗଲେ କୁଆଡେ କଣ ଖାଏ ଆମେ ସେଇଟା କହିପାରିବୁ। ଘରକୁ ଆସିଲେ ତ ଆପଣଙ୍କର କିଛି ଲକ୍ଷଣ ମାନେ କିଛି ଲକ୍ଷଣ ଦେଖାଯାଉଥିବ ନା ନାଇଁ? ଲକ୍ଷଣ ମାନେ ସେ କେତେବେଳେ ସେ ମନେ ମନେ ଟିକେ ହସିବା ଆରମ୍ଭ କଲା, ଆମେ ସେତେବେଳେ ଜାଣିଦେଲୁ ଯେ ଆର କିଛିଟା ହେଇଛି। ତାପରେ ଆମକୁ କହିଲେ ସାଙ୍ଗସାଥି ହେଇକି ମତେ କଣ ଦେଲେ ମାମି, ମୁଁ କିଛି ଜାଣିପାରୁନାହିଁ। ଆଉ ମୋ ମୁଣ୍ଡ ଟା କେମିତି ହଉଛି ବୋଲି ମତେ କହିଲେ, ତୁ କାହିଁ ସାଙ୍ଗସାଥି ହେଉଥିଲୁ? ମୁଁ କହିବାରେ ସେମିତି କହିଲେ, ଆଉ ସାଙ୍ଗସାଥି ଯଦି ହେବିନି ଆଉ କାହା ସାଙ୍ଗରେ ସାଙ୍ଗ ବୋଲି ତ ମୁଁ ଗଲି, ଏମିତି କହିଲେ ମତେ। 20 ତାରିଖରୁ ଗଲାଣି, ତା ସାଙ୍ଗସାଥୀଙ୍କୁ ଆପଣ କିଛି ପଚରାଉଚରା କଲେଣି? କୁଆଡେ ତା ଯାଇଛନ୍ତି କଣ ସାଙ୍ଗସାଥି ଏବେ ବର୍ତ୍ତମାନ ତାର ସାଙ୍ଗସାଥି କିଏ ବି ନାହିଁ, ସେ କୁଆଡେ ବି ଯାଏ ନାହିଁ। ତଳକୁ ବି ମନେକର ଗଲେ ସେ 10-15 ମିନିଟ ରୁ ଅଧିକ ସେ ରୁହେନି। ହେଲେ ପଢାପଢି କଣ କରୁଥିଲା ଆପଣ ନା ନାଇଁ, କିଛି ନାହିଁ? ପଢାପଢି ଏବେ କିଛି କରୁନଥିଲା। ତାର ଯେତେବେଳେ ଟିକେ ମାଇଣ୍ଡ ଟା ଡିଷ୍ଟର୍ବାନ୍ସ ହେଲା, ସେ ସେତେବେଳଠୁ ପଢାପଢି ଏବେ କିଛି କରୁନଥିଲା। ସନ୍ଦେହ କଣ କରୁଥିଲି ବର୍ତ୍ତମାନ? ସନ୍ଦେହ କଣ କରୁଛୁ ଆଜ୍ଞା ଆମେ ସେଇଟା ତ କିଛି କହିପାରୁନୁ। ପିଲାଟା ତ ଭଲ ଥିଲା, ହଠାତ୍ ଏମିତି କେମିତି ପଳେଇଲା ଆମେ ସେଇଟା କିଛି ଜାଣିପାରୁନୁ। ହେଲେ ଆପଣ ଟିକେ ଦୟାକରି ମୋ ପିଲାକୁ ଖୋଜିକି ବାହାର କରିଦିଅନ୍ତୁ, ଆମ ପାଖକୁ ଫେରେଇ ଦିଅନ୍ତୁ ମୋ ପିଲାକୁ। ଆଜି କେତେ ଦିନ ହେଲାଣି ସେ କୋଉଠି ଖାଉଛି, କୋଉଠି ପିଉଛି, କୋଉଠି ଶୋଉଛି, ଆମେ ବି ଜାଣିପାରୁନୁ। ଟିକେ ଦୟା କରନ୍ତୁ, ଆମ ପାଖରେ ପିଲାକୁ ଟିକେ ଫେରେଇ ଆଣନ୍ତୁ। ମୋ ପିଲା ବି ଛୋଟ ନୁହଁ, 18 ବର୍ଷ ହେଲାଣି ମୋ ପିଲାକୁ। ସେ କାହା ସାଙ୍ଗରେ ଝଗଡା ଝାଟି ବି ହୁଏନି, କାହା ସାଙ୍ଗରେ ଅଶାନ୍ତି ବି ହୁଏନି, କାହା ସାଙ୍ଗରେ ସେ ସାଙ୍ଗ ବି ଏତେ ହୁଏନି। ଆଗରେ ସାଙ୍ଗ ହଉଥିଲା, ଏବେ ତାର ଯେତେବେଳେ କିଏ ପରିସ୍ଥିତି ହେଲା ସେ କାହା ସାଙ୍ଗରେ ସାଙ୍ଗ ବି ହୁଏନି। ହେଲେ ସେ ଘରେ ବି କାହା ସାଙ୍ଗରେ କଥାବାର୍ତ୍ତା ହୁଏନି, ପାଟି ତୁଣ୍ଡ ନାହିଁ, କିଛି ନାହିଁ, କିଛି ନାହିଁ।
से घरे भी भलरे रुहे किंतु हठात एमती कौन है मो पिला एमती पलई गला आपण टिके मते साहाय्य कले मो पिला को मु पाइबी रिलेटिव घर हरिका पतरा पतरी कले सबू खोजी सारिछु सर भुवनेश्वर सबू खोजिछु कटक गलु सीडीए गलु आज सकाळु भी सीडीए जाइथिलु पहर दिन स्टेडियम आड़े सब खोजी जाइथिलु बादामबाड़ी खोजिलु सब आड़े चारिपटे सब खोजिलु भुवनेश्वर सारा भी खोजिलु आमे पाइलुनु कोठी भी स्टेशन सब जगह खोजी सारलु आज पर्यंत आमे कोठी पाइलुनु मो पिला गुटे के आपण खोजी के फेरी के आने देले मो पिलार उपकृत हबो आगे मते साहाय्य करत पुअर सेमती किछि दाग कि कोन सिंबल दाग किछि नाही सर किछि दाग नाही तारो किछि स्पॉट नै ता दे किछि दाग नाही तारो कौन सी जगह भी दाग नाही आज केते दिन हलानी मो पिला कोटे खाइला कोटे सोइला हम किछि जानि परना मुडे साहाय्य करंतु थानारे मध्य आपण के कहंतु से माने जे परी टिके खोजी कि मो पिला को बाहर कर देबे हम पाखरे देबे आपण को आमे अनुरोध करूछु हम गुडी साहाय्य करले निहाती मो पो मिले जीवो हमरो भरोसा अछि से कोआडे जाएनी मध्य संग साथी रे भी से बुलले नि हेले